ଜାତୀୟ କବି ଲେଖକ ସଂଗଠନ ଭଦ୍ରକ ପକ୍ଷରୁ ଚଣ୍ଡିଖୋଲ ସ୍ଥିତ ବାବା ମହାବିନାୟକ ମନ୍ଦିର ପ୍ରାଙ୍ଗଣରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସଂଗଠନର ସଭାପତି ଯଜ୍ଞେଶ୍ୱର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା କୁଳମଣି ବାରିକ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ସତ୍ୟରଞ୍ଜନ ଦାସ ମହାପାତ୍ର ଯୋଗଦେଇ ନିରୁକ୍ତ ସାହିତ୍ୟ ପାଇଁ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଐତିହାସିକ ଆଧ୍ୟାତ୍ମିକ ପୀଠର ଆବଶ୍ୟକତା ରହିଥିବା ବେଳେ ସତ୍ ସାହିତ୍ୟ ପାଇଁ ନିର୍ଭୀକ ହେବା ଜରୁରୀ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ 50ରୁ ଅଧିକ ସାରସ୍ୱତ ସାଧକ ସାଧିକାମାନେ ଯୋଗ ଦେଇଥିଲେ। ଏହି ଅବସରରେ 15 ଜଣ କବି କବୟିତ୍ରୀମାନଙ୍କୁ ଜାତୀୟ କବି ସାରସ୍ୱତ ସମ୍ମାନ 2026ରେ ମାନପତ୍ର ଓ ପୁଷ୍ପମାଲ୍ୟ ଦେଇ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଂଗଠନର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଯୁକ୍ତ ଦୀନବନ୍ଧୁ ବେଜ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସଂଯୋଜକ କବି ଜଗଦୀଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଦୀନବନ୍ଧୁ ବେଜ ଜାତୀୟ କବି ଲେଖକ ସଂଗଠନର ପ୍ରତିଷ୍ଠାତା ସମ୍ପାଦକ ତତ୍ସହିତ ଆମର ଆଉ ଗୋଟିଏ ପଶ୍ଚିମ ଓଡ଼ିଶାର ଗୋଟେ ବଡ଼ ସାହିତ୍ୟ ସଂଗଠନ ଚାଲିଛି ଲକ୍ଷ୍ମୀନାୟକ ସାହିତ୍ୟ ସଂସଦ। ତା ସହିତ ପିଲାମାନଙ୍କ ପାଇଁ ମଧ୍ୟ ଗୋଟେ ପାର୍ଲାଲ ସାହିତ୍ୟ ସଂଗଠନ ଚାଲିଛି ନବକଳିକା ସାହିତ୍ୟ ସଂସଦ। ଏ କବି ସମ୍ମିଳନୀ ମୁଖ୍ୟତଃ ଆମର ଯେଉଁ ଦୂର ଦୂରାନ୍ତର କବି ମାନେ ସବୁ ରହିଛନ୍ତି ସାରା ଓଡ଼ିଶାରେ ଆମର କବି ଭାଇ ଭଉଣୀ ମାନେ ଆମ ସହିତ ଜଡ଼ିତ ହୋଇକି ରହିଛନ୍ତି। ଭାଷା ସାହିତ୍ୟକୁ ପ୍ରାୟ ପ୍ରତ୍ୟେକ ଦିନ ସାହିତ୍ୟ କଲମ ଚାଳନା ସେମାନଙ୍କର ଚାଲିଛି। ତେଣୁକରି ସେମାନଙ୍କୁ ଗୋଟେ ଏକଜୁଟ କରିବା, ଯେହେତୁ ବର୍ତ୍ତମାନ ଗୋଟେ ଇଂରାଜୀ ନବବର୍ଷ ଚାଲିଛି, ତେଣୁକରିକି ଗୋଟେ ମିଳିମିଶି ଆମେ ଗୋଟେ ଭାଷା ସାହିତ୍ୟକୁ ଉନ୍ନତି କରିବା ଦିଗରେ ଗୋଟେ ଚିନ୍ତନ ମନ୍ଥନ କରିବୁ। ଏହି ଦୃଷ୍ଟିକୋଣରୁ ଆମେ ଏଇ ଯେଉଁ ପବିତ୍ର ସ୍ଥାନକୁ ଚୟନ କରିଛୁ। ଏହି ସ୍ଥାନରେ ବସିକି ଆମେମାନେ এই ସାହିତ୍ୟ ଭାଷା ସାହିତ୍ୟକୁ ଆଗକୁ ନେବା ପାଇଁ ଗୋଟେ ଆଲୋଚନା ମଧ୍ୟ ଏବେ ହେଲା। ଆଉ ତାପରେ ଆମେ ସାହିତ୍ୟିକମାନଙ୍କୁ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରିବୁ। ଆଉ ତା ସହିତ ଆମେ ଗୋଟେ ଲକ୍ଷ୍ୟ ଉଦ୍ଦେଶ୍ୟ ନେଇକି ଏ ବର୍ଷଟା ଯେମିତି 2026 ଯେମିତି ଓଡ଼ିଆ ଭାଷା ସାହିତ୍ୟ କେମିତି ଟିକେ ଆଗକୁ ଆମ ଅନୁଷ୍ଠାନ ତରଫରୁ ଆଗକୁ ଯିବ ତା ଉପରେ ମଧ୍ୟ ଆମେ କିଛି ଯୋଜନା କରିବୁ, ପ୍ରଣୟନ କରିବୁ। ସେଇଭଳି ଭାବରେ ଆମେ ଆମ ସହିତ ଆମର ଉପଦେଷ୍ଟା ଭାଇ କୁଳମଣି ଭାଇ ଅଛନ୍ତି, ଆମର ଯଜ୍ଞେଶ୍ୱର ସାର୍ ଅଛନ୍ତି ଜଣେ ବରିଷ୍ଠ ସାହିତ୍ୟିକ ଶିକ୍ଷାବିତ, ତା ସହିତ ଆମର ସଂଯୋଜକ ଭାଇ ଯେ ଆମର ଜଗଦୀଶ ମହାନ୍ତି ଭାଇ ଅଛନ୍ତି ଏବଂ ଆମର ଭଉଣୀ ଦେବଯାନୀ ଭଉଣୀ ଆଉ ସମସ୍ତେ ମାନେ ମିଳିମିଶିକି ଯେଉଁ ସାହିତ୍ୟ କରୁଛନ୍ତି ଦିବ୍ୟ ଭାଇ ଅଛନ୍ତି, ଆଉ ଆମର ସୌଦାଗର ଭାଇ ଅଛନ୍ତି, ସମସ୍ତେ ସେପଟେ ଆମର ଭାଇ ପଙ୍କଜ ଭାଇ ବି ଅଛନ୍ତି, ସୁଭାଷ ଭାଇ ଅଛନ୍ତି, ଉମାକାନ୍ତ ଭାଇ, ସମସ୍ତେ ମାନେ ସାହିତ୍ୟ ପାଇଁ ମାନେ ଏତେ ମାନେ ସମର୍ପିତ ଅଛନ୍ତି ଯାହାକି ମୁଁ ଦେଖୁଛି ବହୁତ ସାହିତ୍ୟ ସଂଗଠନ ଅଛି, ବହୁତ ସାହିତ୍ୟ ହେଉଛି, କିନ୍ତୁ ଆମ ସାହିତ୍ୟ ନିରୁତାର ସାହିତ୍ୟ ପୁରା ନିର୍ଭୀକ ଭାବରେ ଦେଶ ମାଟି ଏଠି ପରିବେଶକୁ ନେଇକି ଗୋଟେ ଆଲୋଚନା ହେଉଛି। ଏଇଠି ମଧ୍ୟ ନୂଆ ନୂଆ ସାହିତ୍ୟିକମାନଙ୍କୁ ଗୋଟେ ନୂଆ ପ୍ଲାଟଫର୍ମ ମଧ୍ୟ ଦିଆହେଇଛି। ନୂଆ ବର୍ଷ ପାଇଁ କ'ଣ ବିଶେଷ ଅଛି କି? ନୂଆ ବର୍ଷ ପାଇଁ ବିଶେଷ ହେଲା ଆମର ବନ୍ଧୁ ମିଳନ ଏବଂ ଆମର ଏଇ ଯେଉଁ ଆମ ଅଙ୍ଗୀକାର ପତ୍ରିକା, ଏଇଟା ହେଉଛି ପାଠକାର୍ପଣ ହେଲା। ଏଇଟା ହେଉଛି ଆମର ପ୍ରତି ବର୍ଷ 2 ଥର ବାହାର କରାହେଉଛି। ବିଷୁବ ସଂକ୍ରାନ୍ତିରେ ଗୋଟେ ବାହାରୁଛି, ଆଉ ଗୋଟେ ଆମର ବାହାରୁଛି ପୂଜା ବିଶ୍ରାଙ୍କ। ତେଣୁକରି ସେମାନଙ୍କର ଯେଉଁ ସାହିତ୍ୟିକମାନଙ୍କର ଲେଖା ଏହା ଭିତରେ ସ୍ଥାନିତ ହୋଇଛି ସେମାନଙ୍କୁ ଆଜି ଆମେ ଡାକୁଛୁ। ସେମାନଙ୍କୁ ପୁସ୍ତକ ଆମେ ଭେଟିଦେଲୁ। ସେମାନେ ବହୁତ ଉତ୍ସାହିତ ଅଛନ୍ତି। କେମିତି ଆହୁରି ଏଇଟା ଗୋଟେ ପ୍ରେରଣା ଜିନିଷ, ଯେହେତୁ ସେମାନଙ୍କର ଲେଖା ୟା ଭିତରେ ସ୍ଥାନିତ ହେଉଛି, ସେଥିପାଇଁ ସେମାନେ ଆହୁରି ଟିକେ ଉତ୍ସାହିତ ହେବେ, ଆହୁରି କିଛି ନୂଆ ନୂଆ ସୃଷ୍ଟି ସର୍ଜନା କରିବା ପାଇଁ ଗୋଟେ ତାଙ୍କ ଭିତରେ ଗୋଟେ ନୂଆ ଉନ୍ମାଦନା ସୃଷ୍ଟି କରିବ। ଏସବୁ କଥା ନେଇକି ଆମର ଏ ଅନୁଷ୍ଠାନ, ଆଉ ଏ ଅନୁଷ୍ଠାନ ଗୋଟେ 6 ବର୍ଷ ହୋଇଗଲା କମ୍ପ୍ଲିଟ୍ ହୋଇଗଲା। ତେଣୁକରିକି ଏଇଟା ଆମ ପାଇଁ ଗୋଟେ ଗୌରବର କଥା। ଆଉ ଯେଉଁମାନେ ସେବେ ଆରମ୍ଭରୁ ଥିଲେ ସେଇମାନେ ମଧ୍ୟ ଏବେ ବି ଆମ ସହିତ ରହିଛନ୍ତି। ଆଉ ନୂଆ ନୂଆ ଯେଉଁ ସାହିତ୍ୟିକ ମାନେ ବଣମଲ୍ଲି ଯେମିତି ବଣରେ ଫୁଟିକି ଝଡ଼ି ପଡ଼ୁଛି, ଆମେ ତାଙ୍କ ପାଇଁ ଯେହେତୁ ଏଇଟା ଗୋଟେ ପ୍ଲାଟଫର୍ମ, ସେମାନେ ଆସୁଛନ୍ତି ଆମ ସହିତ ଜଡ଼ିତ ହେଉଛନ୍ତି, ତାଙ୍କୁ ମଧ୍ୟ ଆମେ ସ୍ୱାଗତ କରୁଛୁ। ଆମେ ମିଳିମିଶି ଆମର ଓଡ଼ିଆ ଭାଷା ସାହିତ୍ୟକୁ ଆଗକୁ ନେବା ପାଇଁ ଗୋଟେ ଆପ୍ରାଣ ଉଦ୍ୟମ କରିବା। ଯଥାସମ୍ଭବ ଗୁଣ୍ଡୁଚି ମୂଷାର ଯେଉଁ କାର୍ଯ୍ୟଧାରାକୁ ସାହିତ୍ୟ ପାଇଁ ଆମେ ନିର୍ବାହ କରିବା ପାଇଁ ଗୋଟେ ଯୋଜନାବଦ୍ଧ ଭାବରେ କାର୍ଯ୍ୟ କରିବା ପାଇଁ ଆଗେଇ ଚାଲିଛୁ। ପରିଚୟ ଦିଅନ୍ତୁ। ମୁଁ ହେଉଛି ଯଜ୍ଞେଶ୍ୱର ପଣ୍ଡା, ଜାତୀୟ କବି ଲେଖକ ସଂଗଠନର ସଭାପତି। ସାର୍ ଆଜି ଯେଉଁ କାର୍ଯ୍ୟକ୍ରମ ଚାଲିଥିଲା ସେ ବିଷୟରେ କ'ଣ କହିବେ? ଆଜ୍ଞା, ଏହି କାର୍ଯ୍ୟକ୍ରମ ତ ପ୍ରତିଦିନ ପ୍ରତି ବର୍ଷ ଭଳି ଆଜି ଏହି ସ୍ଥାନରେ ପବିତ୍ର ସ୍ଥାନରେ ମହାବିନାୟକ ପୀଠସ୍ଥଳୀରେ ଆଜି ଆୟୋଜନ କରାଯାଉଛି। ବଡ଼ ଖୁସି ଲାଗୁଛି ଆମକୁ ଯେ ଆମେ ବି ଏହି ସ୍ଥଳ ଆଗରୁ ବି ଦେଖିନଥିଲୁ। ଏହି ସ୍ଥଳରେ ଆସିକି ଆମେ ଉପସ୍ଥିତ ହୋଇଛୁ, ଯିଏକି ଗଣେଶ ଗଜାନନ ଯିଏକି ଅଗ୍ରପୂଜ୍ୟ, ତାଙ୍କର ସାନ୍ନିଧ୍ୟ ଲାଭ କରି ଆମେ ଏହି ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିବା ପାଇଁ ଆମେ ଚେଷ୍ଟିତ। ଆଗାମୀ ଆଭିମୁଖ୍ୟ କ'ଣ ରହିବ ଆପଣଙ୍କର? ଆଗାମୀ ଆଭିମୁଖ୍ୟ ରହିବ ଆମର ଭାଷା ସାହିତ୍ୟର ପ୍ରଚାର ପ୍ରସାର ରହିବ। ଏଇଟା ଯେମିତି ପୂର୍ବ ଭଳି ରହିଆସିଛି। ପ୍ରତିବର୍ଷ ଯେମିତି ଆମର ମାଗାଜିନ୍ ପ୍ରସ୍ତୁତ ହେଉଛି
ताकू मध्य आमे प्रस्तुत करी भाषा साहित्यर प्रचार प्रसार दिगरे आमे आगेबू। आमर संपादक महोदय अच्छा आम जगदीश भाई अच्छा संयोजक यहाँ भी प्रतिदिन आमर चली आसर आभासी मध्यम ये कुलमणि भाई अच्छा आम उपदेष्टा भाव में अन्य बंधु मैंने अच्छा समस्त सहयोग ये अनुष्ठान की आम आगे चल। धन्यवाद। परिचय दिखाते मैं बनश्री महापात्र मु जातीय कवि संगठन रे समीक्षक भाव कार्य करुँची आउ जो आमर ये 2 वर्ष है संसद जड़ित अच्छी आउ जिते संसद अच्छी मतलब सबुठ बहुत संसद जड़ित अच्छी कि संसद मतलब बहुत भल लगी आम से अंगांगी भाव जड़ित अच्छी आमर भाई जो जगदीश भाई आउ दीनबंधु भाई से जो आज आम संसद बहुत उच्चक जाइए मोर आशा और आकांक्षा जे एमती आम संगठन साहित्यर जो वर्तमान जमी साहित्यर पतन चली आमर केमी इंग्लीश भाषा अभिमुख्य बढ़ी चलती किंतु साहित्य को आम बर्तमान कई आगक नौना किंतु आमर ये जो संगठन टी बहुत साहित्य को आगक नापी कार्यरत आगक नब मोर आशा तथा विश्वास। मो जातीय कवि लेखक संगठन लक्ष्मण नायक साहित्य संसद नवकलिका शिशु साहित्य संसदर राज्य संयोजक अच्छी आठी प्रतिदिन कविता पाठ हुए तार समीक्षा भी हुए बड़मल्ली भाई बड़े धरी जाऊा लोक माने कवि मानक आम बाहर करूँ अन्वेषण करूँ से आम ये प्लाटफर्म दो मु चाहूँगी आम भाषा साहित्यर उन्नति हो समस्ते सामिल है आमको सहयोग करूँ यह मोर कामना। ठीक है। ब्यूरो रिपोर्ट लिव लाइफ ओडिया।